ବାଲେଶ୍ୱର ସହର ଉପକଣ୍ଠ ପାତ୍ରପଡ଼ା ପଞ୍ଚାୟତର ଗବଗାଁର 7 ନମ୍ବର ୱାର୍ଡ ଯୁବକ ସଂଘ ପକ୍ଷରୁ 7 ନମ୍ବର ୱାର୍ଡ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଶନିବାର ରାତିରେ ଫ୍ଲଡ୍ ଲାଇଟ୍ରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ପାତ୍ରପଡ଼ା ସରପଞ୍ଚ ପ୍ରତିନିଧି ରଘୁନାଥ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସକ୍ରିୟ ସହଯୋଗ କରିଥିବା ସମସ୍ତ ସଦସ୍ୟମାନଙ୍କୁ ସେ ଭୂୟସୀ ପ୍ରଶଂସା କରିଥିଲେ। ଗ୍ରାମାଞ୍ଚଳର ଉଦୀୟମାନ କ୍ରୀଡ଼ା ପ୍ରତିଭାଙ୍କୁ ଆଗକୁ ଆଣିବାରେ ଏହା ଟୁର୍ଣ୍ଣାମେଣ୍ଟ ଆୟୋଜନ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ଦାସ ମତ ପ୍ରକାଶ କରିଥିଲେ। ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଯୁବନେତା ମାନସ ଦତ୍ତ ଓ ସରୋଜ ଲେଙ୍କା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଥାନୀୟ ଅଞ୍ଚଳର ମା ଥାନେଶ୍ୱରୀ, କୋଲପନ୍ଥର, ମା ଗଡ଼ନାଇକାଣୀ, ବଜରଙ୍ଗୀ 11, କେକେ ୱାରିୟର, ଶ୍ରୀରାମ ୱାରିୟର ପ୍ରଭୃତି 6 ଗୋଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏଥିରେ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ଦଳ ମଧ୍ୟରେ କ୍ରମାଗତ ଭାବେ 6 ଓଭର ବିଶିଷ୍ଟ 18ଟି ମ୍ୟାଚ୍ ଖେଳାଯାଇଥିଲା। ଚକ୍ରଧର ବେହେରା ଓ କମଳ ରାଉତ ଏଥିରେ ଆମ୍ପାୟାର ଭାବେ ସମସ୍ତ ମ୍ୟାଚ୍କୁ ପରିଚାଳନା କରିଥିଲେ। ଶେଷରେ ମା ଗଡ଼ନାଇକାଣୀ କ୍ଲବ ଓ ଶ୍ରୀରାମ ୱାରିୟର ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ 6 ଓଭରରେ 9 ରନରେ ମା ଗଡ଼ନାଇକାଣୀ କ୍ଲବକୁ ହରାଇ 7 ନମ୍ବର ୱାର୍ଡ ପ୍ରିମିୟର ଲିଗ୍ରେ ଶ୍ରୀରାମ ୱାରିୟର ଚାମ୍ପିୟନ ହୋଇଥିଲା। କାଳିଆ ମାଝୀ, ପ୍ରଦୀପ ଦାସ, ପ୍ରତାପ ମହାରଣା, ଦେବେନ୍ଦ୍ର ମାଝୀ, ସନିଆ ଦାସ, ପ୍ରକାଶ ଦାସ, ଅଜୟ ଦାସ, ଭରତ ଦାସ, ଶିବକ ଦାସ, ହରିଶ ମାଝୀ, ମାନସ ମାଝୀ, ସନ୍ତୋଷ ମାଝୀ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ। ପାତ୍ରପଡ଼ା ପଞ୍ଚାୟତରେ ଖେଳପଡ଼ିଆ ନଥିବାରୁ ବହୁ କ୍ରୀଡ଼ା ପ୍ରତିଭା ଲୁକାୟିତ ଅବସ୍ଥାରେ ରହିଯାଉଛନ୍ତି। 7 ନମ୍ବର ୱାର୍ଡ ପ୍ରିମିୟର ଲିଗ୍ ଭଳି ଛୋଟ ଛୋଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ମାଧ୍ୟମରେ ଉଦୀୟମାନ କ୍ରିକେଟ ପ୍ରତିଭାମାନଙ୍କ ପାଇଁ ଜିଲ୍ଲା ସ୍ତରରେ ତଥା ରାଜ୍ୟ ସ୍ତରରେ ଖେଳିବା ପାଇଁ ସୁଯୋଗ ସୃଷ୍ଟି କରାଯାଉଥିବା ଆୟୋଜକ କମିଟି କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ। ବାଲେଶ୍ୱରରୁ ନିର୍ବାଚିତ ଲୋକ ପ୍ରତିନିଧିମାନେ ପାତ୍ରପଡ଼ାର ଗବଗାଁ ଅଞ୍ଚଳରେ ଏକ ଖେଳ ପଡ଼ିଆ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ସେମାନେ ଏହି ଅବସରରେ ନିବେଦନ କରିଥିଲେ। ଆମେ ନିଶାକୁ କେମିତି ଦୂର କରିବା ଚେଷ୍ଟା କରିବା, ସେଥିପାଇଁ ବହୁତ ଜୀବନ ଯାଉଛି, ବହୁତ ଲୋକ ଗରିବକୁ ଗରିବରୁ ଅଧିକ ଗରିବ ହେଉଛନ୍ତି। ତେଣୁ ମୋର ସମସ୍ତଙ୍କୁ ନିବେଦନ, ଗ୍ରାମର କ୍ରିକେଟ ମ୍ୟାଚ୍ ଯେଉଁମାନେ କାର୍ଯ୍ୟକର୍ତ୍ତା ଯେଉଁମାନେ 6ଟି ଟିମ୍ ମୋ ଗ୍ରାମରେ ପ୍ରତିନିଧିତ୍ୱ କରୁଛନ୍ତି ସେମାନଙ୍କୁ ସର୍ବପ୍ରଥମ ଧନ୍ୟବାଦ। ଯାହା ହଉ ବଡ଼ ଖୁସି ଲାଗିଲା, ଏତେ ବଡ଼ ଖେଳର ଆୟୋଜନ କରୁଥିଲେ ମୋର ଧାରଣା ଥିଲା ଆମ ଗ୍ରାମରେ ଏତେ ପିଲା। ମୁଁ ତ ଆଜି ଦେଖିକି କେତେ ପିଲା ଚିହ୍ନିନି, କିନ୍ତୁ ଯାହା ହଉ ଏଇ ଗ୍ରାମରେ ଏତେ ପିଲା ଅଛନ୍ତି କିଏ ଯାହା କର୍ମରେ ଯାଆନ୍ତି, ଆଜି ସମସ୍ତେ ଏକତ୍ରିତ ହେଇଛନ୍ତି। ସେଥିପାଇଁ ମୁଁ ଯାହା ହଉ ବହୁତ ଖୁସି ଅନୁଭବ କରୁଛି। ଯାହା ହଉ ଖେଳ ଆମ ଗ୍ରାମରେ ବିଭିନ୍ନ ଜାଗାରେ କରାହଉଛି, ଆଜି ପୁଣି ଆଉ ଗୋଟେ ପାଠପଢ଼ାରେ ବି କରାହଉଛି। ପିଲାମାନଙ୍କର ଖେଳ ପ୍ରତି, କ୍ରିକେଟ ଖେଳ ପ୍ରତି ବହୁତ ଆଗ୍ରହ ଅଛି। ଭଗବାନ କରନ୍ତୁ ଏଇଭଳି ଆଗ୍ରହ ରହୁ, ଖେଳ ସମସ୍ତଙ୍କୁ ଆଗକୁ ନିଏ, ସ୍ୱାସ୍ଥ୍ୟର ଉନ୍ନତି ହୁଏ। ଏହି ଖେଳରୁ ପିଲା ଭବିଷ୍ୟତରେ ଯଦି ଭଲ ଖେଳିଲେ ଜିଲ୍ଲା ଲେଭୁଲ, ରାଜ୍ୟ ଲେଭୁଲ, ଦେଶ ଲେଭୁଲକୁ ବି ଯାଆନ୍ତି। ତେଣୁ ଯାହା ଭଗବାନ କରନ୍ତୁ, ସବୁ ମୁଁ ଧାନ ଭର୍ତ୍ତି ପାଖରେ ମୁଁ ପ୍ରାର୍ଥନା କରୁଛି।